କହିବା। ତେଣୁ ବ୍ରହ୍ମଯଜ୍ଞ ପାଇଁ କ'ଣ ଦରକାର ନା ବ୍ରହ୍ମ ମନ୍ତ୍ରଟି କହିଦେଉଛି। ତେଣୁ ଯିଏ ସହସ୍ରରେ ପ୍ରାଣଶକ୍ତିକୁ ମୂଳାଧାରରୁ ଉଠେଇ ସହସ୍ରରେ ସ୍ଥିତ କରେଇ ଯଦି ଓଙ୍କାରକୁ ଜପ କରେ ମାନସିକ ଓମ୍ 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 ଜପ କରେ ତାର କୁଣ୍ଡଳିନୀ ଶକ୍ତି ଜାଗ୍ରତ ହୁଏ। କୁଣ୍ଡଳିନୀ ଶକ୍ତିକୁ ଇଂଲିଶରେ କୁହାଯାଏ ସର୍ପେଣ୍ଟ ପାୱାର। ଯେମିତି ସାପ ସବୁବେଳେ ଗୁଡ଼େଇ ରହେ, ଆପଣଙ୍କର ଶକ୍ତିଟା ସବୁବେଳେ ଦେଖିବେ ମାନେ ଯୋଉଟା ବାଇଡିଙ୍ଗ ହଉଛି ତାର କଏଲ ସବୁ କୁଣ୍ଡଳାକୃତି, ଶକ୍ତିଟା ସବୁବେଳେ କୁଣ୍ଡଳାକୃତି। ସାପ ପେଡ଼ି ଭିତରେ କୁଣ୍ଡଳାକୃତି ହେଇକି ରହିଥାଏ। ତା ପୂର୍ବରୁ କ'ଣ କରନ୍ତି ନା କେଳା ଡମ୍ବରୁ ବଜାନ୍ତି, ପଦ୍ମତୋଳା ବୁଲନ୍ତି, ତାପରେ କ'ଣ କରନ୍ତି ନା ପେଡ଼ିକୁ ସାମାନ୍ୟ ଟିକେ ଖୋଲିକି ଫୁଙ୍କି ଦିଅନ୍ତି ଏବଂ ସାପ ଜାଗ୍ରତ ହେଇ ଉଠେ। ଏବଂ ସେତିକି ନୁହେଁ ତା ନାଞ୍ଜରେ ଟିକେ ହାତ ମାରି ଦିଅନ୍ତି, ସେ ଫେଣା ଟେକିକି ଏମିତି ଛିଡ଼ା ହେଇଯାଏ। ସମସ୍ତେ ଆପଣ ଦେଖିଛନ୍ତି ଶିବଲିଙ୍ଗ ଉପରେ ସର୍ପଟା ଏମିତି ଫଣା ଟେକିକି ସବୁଠି ରହିଛି, କ'ଣ କେହି ଜାଣନ୍ତି ନାହିଁ। କ'ଣ ଦେଖନ୍ତି ସମସ୍ତେ ଅଜ୍ଞାନତା, ସମସ୍ତେ ଅନ୍ଧକାର ଭିତରେ ରହିଛନ୍ତି। କାହାର ଅନ୍ତର୍ଦୃଷ୍ଟି ନାହିଁ, କାହାର ସତ୍ୟର ଅନୁସନ୍ଧାନ କରିବାର ନାହିଁ। ନିଜ ଭିତରେ ଭଗବାନ ଅଛନ୍ତି, ପରମାତ୍ମା ପରମବ୍ରହ୍ମ ଅଛନ୍ତି, ଆତ୍ମା ରୂପରେ ଅଛନ୍ତି। ସବୁ ଶାସ୍ତ୍ରରେ ଲେଖା ଅଛି ସାଇଣ୍ଟିଫିକ, କିନ୍ତୁ ଆମେ ଏ ବିଷୟରେ ଅନୁସନ୍ଧାନ କରୁନେ, ରିସର୍ଚ୍ଚ କରୁନେ। ଯେତେ ଭଜନ ବୋଲ, ଯେତେ ଏକ୍ଜାମ୍ପଲ ଦିଅ, ଯେତେ ସାଇଣ୍ଟିଫିକ କୁହ, ଲୋକ ଏତେ ମୋହଗ୍ରସ୍ତ ହେଇ ପଡ଼ିଛି, ମୋହଗ୍ରସ୍ତ ହେଇ ପଡ଼ିଛି, ଏତେ ଅନ୍ଧକାର ଭିତରେ ଅଛି। ସେ ନିଜ ଭିତରେ ଯେ ଭଗବାନ ସେ ଜାଣିପାରୁନି। ଯେତେବେଳେ ସାଧକ ସାଧନା କରେ ତାର ସମାଧିସ୍ଥ ଅବସ୍ଥା ପ୍ରାପ୍ତି ହୁଏ। ସମାଧି ବୋଇଲେ ସେଇ କୁଣ୍ଡଳିନୀ ଶକ୍ତି ଯେତେବେଳେ ସହସ୍ରରେ ସ୍ଥିତ ହେଇଯାଏ ବା ଜୀବାତ୍ମା ପରମାତ୍ମାଙ୍କ ସହିତ ମିଳନ ହେଇଯାଏ, ମା ବାପ ପରମ ଶିବ ସହିତ ମିଳନ ହେଇଯାଏ, ସେତେବେଳେ ସେ ଦେଖେ ଖାଲି ଶୁଣିଥାନ୍ତୁ ମୁଁ ହିଁ ସବୁ କିଛି, ମୁଁ ହିଁ ସବୁ କିଛି। ମୁଁ ସ୍ତ୍ରୀ ହେଇଛି, ମୁଁ ପୁରୁଷ ହେଇଛି, ମୁଁ କୁକୁର ହେଇଛି, ମୁଁ ସାପ ହେଇଛି, ମୁଁ ବେଙ୍ଗ ହେଇଛି, ମୁଁ ଜଡ଼ ହେଇଛି, ମୁଁ ଚେତନ ଅଛି। ମୁଁ ସବୁରି ଭିତରେ ଯୋଉ ଅସଲି ମୁଁଟା, ମୁଁ କହିଲେ ଆତ୍ମା ନା, ଅସଲି ମୁଁଟା ହଉଛି ଆତ୍ମା, ନକଲି ମୁଁଟା ହଉଛି ଜୀବାତ୍ମା। ସବୁରି ଭିତରେ ମୁଁ ପରିପୂର୍ଣ୍ଣ ହେଇକି ରହିଛି। ଖାଲି ଆନନ୍ଦ ଆନନ୍ଦ, ଆଉ କେହି ନାହାନ୍ତି। ଗୋଟିଏ ଶକ୍ତି ହିଁ ସବୁ କରୁଛି ଏବଂ କରାଉଛି। ତେଣୁ ଗୁରୁ କୃପା ହେଲେ, ସାଧନା ହେଲେ, ଭଗବାନଙ୍କର କୃପା ହେଲେ, କର୍ମଯୋଗ, ଜ୍ଞାନ ଯୋଗ, ଭକ୍ତି ଯୋଗ ମାଧ୍ୟମରେ ତୃତୀୟ ନୟନ ଖୋଲିଯାଏ। ଆମେ ଭାବୁଛେ କର୍ମଯୋଗ ଗୋଟେ ଅଲଗା, ଜ୍ଞାନ ଯୋଗ ଗୋଟେ ଅଲଗା, ଭକ୍ତି ଯୋଗ ଗୋଟେ ଅଲଗା। କିଛି ଭଗବାନ କୌଣସି ଜାଗାରେ କର୍ମ ତ୍ୟାଗ କରିବାକୁ କହିନାହାନ୍ତି, କିନ୍ତୁ କର୍ମର କୌଶଳଟା ବତେଇଛନ୍ତି। କ'ଣ କହିଛନ୍ତି ନା ତୁ ଯେକୌଣସି କର୍ମ କରୁଛୁ କର, ଯାଏ ଆସେ ନାହିଁ, କିନ୍ତୁ ଯୋଗଯୁକ୍ତ କର୍ମ କର। এই কথাটা ଆମେ ଶିଖୁନେ ଭଗବତ ଗୀତାରୁ, এই କଥାଟା ଆମେ ଭଗବତ ଗୀତାରୁ ଶିଖୁନେ। ଜଣେ ଲୋକ ଆମେରିକା ଗଲେ, ଆମେରିକାରେ ବଡ଼ ଲାଇବ୍ରେରୀ ଗୋଟେ ଅଛି ୱାର୍ଲଡର, ସେଠି ଯାଇ ସେ ପହଞ୍ଚିଲେ। କହିଲେ ଏଠୁ ସମସ୍ତଙ୍କ ଠାରୁ ଏ ଯୋଉ ଲାଇବ୍ରେରୀରେ ମୂଲ୍ୟବାନ ଗ୍ରନ୍ଥଟା ମତେ ଦିଅ। ସେ ସୁନାର ମଲାଟ ମଡ଼ା ହେଇଥିବା ଗୋଟେ ବହି ଆଣିଦେଲେ। ଆଉ ସବୁ ବହିରେ ଅଲଗା ମଲାଟ ବା ପେପର ମଡ଼ା ହେଇଛି,
କିନ୍ତୁ ସୁନାର ପେପର ମଡ଼ା ହେଇଥିବା ମଲାଟ ମଡ଼ା ହେଇଥିବା ବହିଟି ଆଣିଦେଲେ। ସେ ବହିଟି ଯେତେବେଳେ ଦେଖିଲେ ଶ୍ରୀ ଭଗବତ ଗୀତା, ଆମେରିକା ସରକାର ତାକୁ ସୁନାରେ ମଲାଟ ମଡ଼େଇକି ଭଗବତ ଗୀତାକୁ ରଖିଛନ୍ତି। ଆଉ କୌଣସି ଗ୍ରନ୍ଥକୁ ସୁନାର ପେପର ମଡ଼ା ହେଇକି ନାହିଁ। ତେଣୁ ସବୁ ଚମତ୍କାରିତା ମୂଳରେ ରହୁଛି କୁଣ୍ଡଳିନୀ ଶକ୍ତିର ଜାଗ୍ରତ। ସେଥିପାଇଁ ସାତ୍ଵିକ ଖାଦ୍ୟ, ବ୍ରହ୍ମଚର୍ଯ୍ୟ ପାଳନ ଆଉ ବ୍ରହ୍ମମନ୍ତ୍ର ଭଜନ। ଓଂଟା ବ୍ରହ୍ମମନ୍ତ୍ର ନୁହେଁ, ସବୁ ମୂଳରେ ଓଂଟା ଯୋଡ଼ା ହବ। ଓଂଟା ଯୋଡ଼ା ନହେଲେ ସବୁ ମନ୍ତ୍ର ନିଷ୍ଫଳ। ଏବେ କହୁଥିଲି ସବୁ କଥା ଖଣ୍ଡିଆ ହେଇଯାଉଛି। ତେଣୁ ସବୁଟା ତ ଅଇଁଠା, ତ ମୁହଁଟା ବି ଅଇଁଠା। ତେଣୁ ସେଥିଲାଗି ସତ୍ସଙ୍ଗ କରିବା ପୂର୍ବରୁ କି ପୂଜା ପାଠ କରିବା ପୂର୍ବରୁ ସମସ୍ତେ ସାଧୁ ସନ୍ଥ ବ୍ରାହ୍ମଣ ମାନେ ଓଙ୍କାର ଜପ କରନ୍ତି। ଓଂ ଜପ କଲେ ମୁଖ ଶୁଦ୍ଧି ହେଇଯାଏ। ମୁଖ ଶୁଦ୍ଧି ହେଇଗଲା ପରେ ତାପରେ ତମେ ଭଗବତ ପ୍ରସଙ୍ଗ ଭଗବତ କଥା କହିବ।